ବନ୍ଧୁଗଣ, ଆଜି ଆମେ ଚିଲି ଚିକେନ୍ କରିବା ପାଇଁ ପ୍ଲାନିଂ କରୁଛୁ। ସେଇଥିପାଇଁ ଚିକେନ୍କୁ ଆମେ ଏଠି 400 ଗ୍ରାମ ଚିକେନ୍ ନେଇଛୁ। ତାକୁ ଭଲ ଭାବେ ଆମେ ଧୋଇ ନେଇଛୁ। ଏବେ ସେଥିରେ ଆମେ କିଛି ମସଲା ମ୍ୟାରିନେଟ୍ କରିବୁ। ପ୍ରଥମେ ସେଥିରେ ଆମେ କିଛି ଅଦା ରସୁଣ ଆଉ କିଛି ଅଦା, ତା ସହିତ ଅଧା ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ଲୁଣ, ଅଧା ଚାମଚ ଜିରା ପାଉଡ଼ର, ହଳଦୀ ଆଉ ଟିକେ ହେଉଛି ଆମର ଧନିଆ ପାଉଡ଼ର ଆଉ ଅଳ୍ପ କିଛି ଗରମ ମସଲା ନେଇଛୁ। ତା ସହିତ ଏଥିରେ ଆମେ ଚିକେନ୍ ମସଲା ବି ଆଡ଼୍ କରୁଛୁ। ଆଉ ଏହା ସହିତ ଏହା ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି କର୍ଣ୍ଣଫ୍ଲାୱାର। ପାଖାପାଖି ଆମେ ଏଥିରେ 50 ଗ୍ରାମର କର୍ଣ୍ଣଫ୍ଲାୱାର ନେବୁ। ଏଇଭଳିଆ ଚାମଚ ଆମେ 5 ଚାମଚ ଏଥିରେ କର୍ଣ୍ଣଫ୍ଲାୱାର ଆଡ଼୍ କରିବୁ। ଆଚଲ ହେଇକିନା ଏଥିରେ ଆମେ ଗୋଟେ ଅଣ୍ଡା ନେଇଛୁ। ଆଉ ଏକୁ ଏବେ ଦେଖନ୍ତୁ, ପୂର୍ବରୁ ଆମେ ଚିକେନ୍କୁ ଭଲ ଭାବରେ ମ୍ୟାରିନେଟ୍ କରି ରଖିଦେଇଥିଲୁ। ଏବେ ତେଲ ଗରମ ହେଇଗଲାଣି। ଏବେ ଗୋଟେ ଗୋଟେ କରିକି ପିସ୍ ସେଥିରେ ପକାଇବୁ ଛାଣିବା ପାଇଁ। ଦେଖନ୍ତୁ, ଚିକେନ୍ଟି ପୁରା ଭଲ ଭାବରେ ଫ୍ରାଏ ହେଇଗଲାଣି। ଏବେ ଏକୁ ଅଲଗା ଜାଗାକୁ କାଢ଼ି ନେବୁ। ଦେଖନ୍ତୁ, ଆମେ ଏଥିରେ ଜମାରୁ ଫୁଡ୍ କଲର୍ ଆଡ଼୍ କରିନାଉ, ସେଇଥିପାଇଁ ଏତେ ରେଡ୍ ଦେଖାହେଉନି। ବାକି ନ୍ୟାଚୁରାଲି ଯେଉଁ ମସଲା ପଡ଼ିଛି ତାର ଯେଉଁ କଲର୍ ହଳଦୀ ପଡ଼ିକି ଗୁଣ୍ଡ ମସଲା ପଡ଼ିକି ଯାହା କଲର୍ ହେବା କଥା ସେଇଆ ହିଁ ନର୍ମାଲ୍ ନ୍ୟାଚୁରାଲ୍ କଲର୍ ହେଇଛି। ଆଉ ସେଇଥିପାଇଁ ଏଥିରେ ଆମେ କୌଣସି ଫୁଡ୍ କଲର୍ ଆଡ଼୍ ନ କରୁଥିବାରୁ ଟିକେ ଲାଲ ଦେଖାଯାଉନି। ଆଉ ଥରେ ବାକି ଅଛି, ଆଉ ଥରେ ଫ୍ରାଏ କରିବୁ। ଦେଖନ୍ତୁ, ଆମର ଚିଲି ଚିକେନ୍ ପାଇଁ ଚିକେନ୍ଟି ଆମେ ଫ୍ରାଏ କରି ରଖିଦେଇଛୁ। ଦେଖନ୍ତୁ, ବଢ଼ିଆ ସିଝିଛି, ମସ୍ତ କଲର୍ ବି ଆସିଛି। ଏବେ ଆମେ ଚିଲି ଚିକେନ୍ ପାଇଁ ରସୁଣ ପକାଇଛୁ। ଆଉ ସେପଟେ ଆମର ଟମାଟୋ ଆଉ ଚିଲି ସସ୍ ଆଉ ଟିକେ ହାଲକା କର୍ଣ୍ଣଫ୍ଲାୱାରକୁ ଭଲ ଭାବରେ ମିଶାଇକି ରଖିଛୁ। ତା ସହିତ ଏଠି ଆମେ ଚିଲି ଚିକେନ୍ ପାଇଁ ଗ୍ରେଭି ପ୍ରସ୍ତୁତ କରୁଛୁ। ଆମେ ଟିକେ ଏଠି ଡିଫରେଣ୍ଟ ଟାଇପ୍ର ପିଆଜ କାଟୁଛୁ। ପିଆଜ ଟିକେ ବଡ଼ ବଡ଼ ସାଇଜ୍ ସାଧାରଣତଃ ହେଇଥାଏ, ଆମେ ଟିକେ ଛୋଟ ଛୋଟ ପିସ୍ କରି କାଟିଛୁ। ହାଲକା ଟିକେ ପିଆଜକୁ ଭାଜି ଦେବୁ, ପୁରା ଭଲସେ ନାହିଁ, ହାଲକା ଟିକେ ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ଆମେ ଏଥିରେ ଗ୍ରେଭିକୁ ପକାଇଦେବୁ। ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେଇଛୁ। ତେଣୁ ହାଲକା ପିଆଜ ଭାଜି ହେଇଗଲାଣି। ଏଥର ପୂର୍ବରୁ ଯେଉଁ ଆମେ ପ୍ରସ୍ତୁତ କରୁଥିଲୁ ଚିଲି ସସ୍, ଟମାଟୋ ସସ୍ ଆଉ ହାଲକା ଟିକେ କର୍ଣ୍ଣଫ୍ଲାୱାର ଗ୍ରେଭି, ତାକୁ ଏଥିରେ ଆମେ ଦେଇଦେବୁ। ଦେଖନ୍ତୁ, ଆମ ଗ୍ରେଭି ପ୍ରସ୍ତୁତ ହେଇସାରିଛି। ଆମେ ଏଥିରେ ଚିକେନ୍ ପକାଇବୁ। ଆମ ଫ୍ଲେମ୍ ବି ବହୁତ ଗ୍ୟାସ୍ର ଫ୍ଲେମ୍ ଲୋ କରିଦେଇଛୁ। ଟେଷ୍ଟ ବି ବହୁତ ବଢ଼ିଆ ହେଇଛି। ଆମେ ଟେଷ୍ଟ କରିସାରିଲୁଣି। ଦେଖନ୍ତୁ, ବଢ଼ିଆ ଟେଷ୍ଟ ହେଇଛି। ବହୁତ ସହଜ ଉପାୟରେ ଆମେ ବନେଇଛୁ। କିଛି ଅଧିକା ଜିନିଷ ଏଥିରେ ଆଡ଼୍ କରିନାହୁଁ। ଆମେ ଦେଖିପାରିବେ କ୍ୟାପ୍ସିକମ୍ କିଛି ବି ଆମେ ପକାଇନାହୁଁ। ଭଲ ଲାଗିବ। ଆମର ଯାହା ଆମ ପାଖରେ ଥିଲା ଆମେ ବନେଇଛୁ।